ଅଗଷ୍ଟ 12 କାଲି ହାଣ୍ଡି ଛାଡ଼। ତ ଆପଣମାନେ ଦ୍ୱନ୍ଦ୍ୱ ରହିଛନ୍ତି ହାଣ୍ଡି ଛାଡ଼ କେତେବେଳେ କେଉଁ ସମୟରେ ହେବ, ସେ ସମୟରେ କ'ଣ କରିବା ଉଚିତ, କ'ଣ କରିବା ଅନୁଚିତ, କ'ଣ କରିଲେ ଆମ ପାଇଁ ଶୁଭ, କ'ଣ କଲେ ଅଶୁଭ, ତାହେଲେ ଚାଲନ୍ତୁ ସମ୍ପୂର୍ଣ୍ଣ ବିବରଣୀ ଜାଣିବା ଏଇ ଭିଡ଼ିଓ ମାଧ୍ୟମରେ। ମାନେ ବହୁତ ଗୁଡ଼ିଏ ଲୋକ ବହୁତ କଥା କହିବେ, ଆପଣ ବିଲକୁଲ ଭୟ ହେବନି। ସୂର୍ଯ୍ୟପରାଗର ନିୟମ କ'ଣ, କେଉଁଠି କେତେ ସମୟ ଲାଗିବ, ପାକତିଆ କେଉଁଠି, ହାଣ୍ଡି ଛାଡ଼ କେଉଁଠି, ଦେବନୀତି କ'ଣ, ସେ ବିଷୟରେ ସମ୍ପୂର୍ଣ୍ଣ ସୂଚନା ମୁଁ ତୁମକୁ ଦେବି। ତ ୱେଲକମ୍ ବ୍ୟାକ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ବହୁତ ବହୁତ ସ୍ୱାଗତ ଆପଣମାନଙ୍କୁ। ତ ଯେମିତି ସମସ୍ତେ ଜାଣିଛନ୍ତି ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି। ତ ଏଇଟା କାଲି ମାନେ ଅଗଷ୍ଟ 12 ତାରିଖ ସୂର୍ଯ୍ୟପରାଗଟା ଲାଗିବ। କେତେ ସମୟରେ କେତେ ସମୟ ପର୍ଯ୍ୟନ୍ତ ସୂର୍ଯ୍ୟପରାଗ ଲାଗିବ, କେଉଁ ସମୟରେ ହାଣ୍ଡି ଛାଡ଼ ହେବ, କେତେ ସମୟ ଭିତରେ ଆମେ ଦେବନୀତିକୁ ସମ୍ପୂର୍ଣ୍ଣ ପାଳନ କରିଦେବା, ସେ ବିଷୟରେ ମୁଁ ଆପଣମାନଙ୍କୁ ସମ୍ପୂର୍ଣ୍ଣ ବିବରଣୀ ଦେବି। ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିବେ, ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓଟି, ଏବଂ ସମସ୍ତଙ୍କୁ ସେୟାର କରିକି ଜଣାଇଦେବେ। ବୁଧବାର 12 ଅଗଷ୍ଟ ମାନେ କାଲି ତ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି। ପ୍ରଥମେ ପୂର୍ବ ସୂର୍ଯ୍ୟପରାଗ ଲାଗିଥାଏ, ଆପଣମାନେ ଜାଣିଥିବେ। ସେଟା ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି। ତ ଏଇ ଦିନଟିକି ବି ହରିଆଳି ଅମାବାସ୍ୟା ନାଁରେ ସମସ୍ତେ ଜାଣିଛନ୍ତି। ଅଗଷ୍ଟ 12 ଯେଉଁ ତାରିଖଟା ହରିଆଳି ଅମାବାସ୍ୟା ନାଁରେ ବି ସମସ୍ତେ ଜାଣିଛନ୍ତି। ତ ବହୁତ ଲୋକ ଆଉ ନେଇକି ବହୁତ କିଛି କଥା କହିବେ, କି ବହୁତ ଦ୍ୱନ୍ଦ୍ୱ ଆଣିବେ, କିନ୍ତୁ ମୁଁ ଯେମିତି ଆପଣଙ୍କୁ କହୁଛି ସମ୍ପୂର୍ଣ୍ଣ ଭାବରେ ସଠିକ୍ ସୂଚନାଟି ମୁଁ ଆପଣଙ୍କୁ ଦେବି। ଆପଣ ନିଶ୍ଚିତ ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିବେ ଆଉ ସମ୍ପୂର୍ଣ୍ଣ ଜାଣିପାରିବେ ସୂର୍ଯ୍ୟପରାଗଟି କେଉଁ ସମୟ ଆରମ୍ଭ ହୋଇ କେତେ ସମୟରେ ଶେଷ ହେଉଛି, ଆମେ ସେହି ସମୟ ଭିତରେ କ'ଣ କ'ଣ କରିବା ଉଚିତ, କ'ଣ କ'ଣ ଉଚିତ ନୁହଁ, କେଉଁଠି ଦୃଶ୍ୟମାନ ହେଉଛି ସୂର୍ଯ୍ୟପରାଗ, କେମିତି ଭାବରେ ସୂର୍ଯ୍ୟପରାଗ ଆପଣ ଦେଖିପାରିବେ, କେଉଁ କେଉଁ ଜାଗାରେ ଲୋକ ଦେଖିପାରିବେନି, କେଉଁ ଲୋକ ଦେଖିଲେ ଶୁଭ, କେଉଁ ଲୋକ ଦେଖିଲେ ଅଶୁଭ, ସମ୍ପୂର୍ଣ୍ଣ ବିବରଣୀ ମୁଁ ଏଇ ଭିଡ଼ିଓରେ ଅଛି। ଶେଷରେ ଦେଖିଲେ ଜାଣିପାରିବେ ଶେଷ ପର୍ଯ୍ୟନ୍ତ। ତାହେଲେ ଚାଲନ୍ତୁ ଜାଣିବା ଏଇ ସୂର୍ଯ୍ୟପରାଗ କିଛି ନିୟମ, କିଛି କଟକଣା। ତ ସୂର୍ଯ୍ୟପରାଗ ଦିନ କ'ଣ କ'ଣ କରିବା ଉଚିତ, କ'ଣ କରିବା ଉଚିତ ନୁହଁ। ତ ସୂଚନା ଅନୁଯାୟୀ ସୂର୍ଯ୍ୟପରାଗ 12 ଅଗଷ୍ଟ ରାତି 9:04 ସକାଳ ମାନେ 13 ଅଗଷ୍ଟ ଭୋର 4:25 ପର୍ଯ୍ୟନ୍ତ ଲାଗି ରହିବେ। ସମୟଟା ମନେ ରଖିଲେ, ରାତି 9:04 ସକାଳ ଭୋର 4:25 ପର୍ଯ୍ୟନ୍ତ ଆର କାଳଟା ରହିବ। ଏତେ ସମୟ ଭିତରେ ଆପଣ କୌଣସି କାମ କରିବେନି, ନା ଦେବନୀତି କରିବେ, ନା ପାକତ୍ୟାଗ କରିବେ, ନା ହାଣ୍ଡି ଛାଡ଼ କରିବେ, କିନ୍ତୁ ଆପଣ ସବୁ କରିପାରିବେ। କାହିଁକି ମୁଁ ଆପଣଙ୍କୁ ଆଗକୁ ଜଣାଉଛି। କାହିଁକି ନା ସବୁଠୁ ଇମ୍ପୋର୍ଟାଣ୍ଟ କଥା ହେଲା ଏଇ ଯେ ସୂର୍ଯ୍ୟପରାଗଟି ଆମ ଭାରତରେ ହିଁ ଦୃଶ୍ୟମାନ ହେବ ନାହିଁ। এই ସୂର୍ଯ୍ୟପରାଗଟି ଆମ ଭାରତର କୌଣସି ଜାଗାରେ ଆପଣ ଜାଣିପାରିବେ ନାହିଁ। ଏଇ ସମ୍ପୂର୍ଣ୍ଣ ଭାବରେ ଭାରତରେ ହିଁ ଦେଖାଦେବନି, କିଛି କିଛି ଦେଶରଟା ଦେଖାଯିବ, ସାରା ସମଗ୍ର ବିଶ୍ୱରେ ବି ନୁହଁ। ସେ ଦେଶର ନାମ ଆପଣଙ୍କୁ କହିଦେଉଛି, କିନ୍ତୁ ମନେ ରଖନ୍ତୁ ଭାରତରେ ଦେଖାଯିବନି। ତ ଏଇଠୁ ଜାଣିପାରିଲେ ଯଦି ଭାରତରେ ଦେଖାଯିବନି, ଆମକୁ ଡରିବାର କିଛି ନାହିଁ। ବିଶେଷ କଟକଣା ହୁଏତ ଆମକୁ ନ ପାଳିବାର ପଡ଼େ, ତଥାପି ବହୁତ ଗୁଡ଼ିଏ କାଳ ଅଛି, ଏଥିରେ ବହୁତ ଗୁଡ଼ିଏ କଥା ଅଛି। ଭାରତରେ କାହିଁକି ଦୃଶ୍ୟମାନ ହେବନି, ଆଉ ଭାରତ ଦୃଶ୍ୟମାନ ନହେଲେ ବି ଆମମାନଙ୍କ ଉପରେ କାହାକୁ ପ୍ରଭାବ କ'ଣ ପଡ଼ିବ, ସେଇଟା ବି ମୁଁ ଆପଣମାନଙ୍କୁ କହିବି। ଭାରତରେ ଦୃଶ୍ୟମାନ ହେବନି ସତ, କିନ୍ତୁ ଅନେକ ଦେଶରେ ହେବ, ଯେମିତି ନେଦରଲ୍ୟାଣ୍ଡ, ଆଇସଲ୍ୟାଣ୍ଡ, ପର୍ତ୍ତୁଗାଲ, ଆଉ ଆମର ରୁଷ, ଜାପାନ, ଏଇସବୁ ଦେଶରେ, ଆଉ 2-3ଟା ଦେଶରେ ମଧ୍ୟ ଦୃଶ୍ୟମାନ ହେଉଛି। 2ଟା ଦେଶ ଯେମିତି ୟୁରୋପ ଆଉ ଆଫ୍ରିକା। ଯେହେତୁ ଆମ ଭାରତରେ ଦୃଶ୍ୟମାନଟା ହେଉନି, ବାକି ଦେଶର ଦୃଶ୍ୟମାନ ହେଉଛି। ତ ଆପଣ ଜାଣିଥିବେ ଆମ ଭାରତୀୟ ଲୋକ ଟିକେ ବହୁତ ଆଗ୍ରେସିଭ୍। ତ ସେ ଯେଉଁଠି ବି ଦୃଶ୍ୟମାନ ହେଲେ ବି ସେ ନୀତି ନିୟମକୁ ପାଳିକି ରଖିବେ, କିନ୍ତୁ ଏଥିରେ କିଛି ଆବଶ୍ୟକ ନାହିଁ ଆପଣମାନଙ୍କୁ ନୀତି ନିୟମ ପାଳିବାରେ। କିନ୍ତୁ ଧାର୍ମିକ ଅନୁଯାୟୀ ଆମେ ଦେଖିବାକୁ ଯିବା, ଯେଉଁ ଦେଶରେ ଏଇଟା ଦୃଶ୍ୟମାନ ହେବ ନାହିଁ, ସେଠି ପାକତ୍ୟାଗ, ହାଣ୍ଡି ଛାଡ଼, ଦେବନୀୟ ଏସବୁ କଟକଣା ଜାରି ହୁଏ ନାହିଁ। ଏସବୁ କଟକଣାର କିଛି ଆବଶ୍ୟକ ନାହିଁ, କାହିଁକି ନା ଏ ଯେଉଁଠି ଦୃଶ୍ୟମାନ ହେବନି ସେଇଠି ଏସବୁର କିଛି ପ୍ରୟୋଜନ ନାହିଁ। ତାମାନେ ଆପଣ ଭଲ ଭାବରେ ବୁଝି ନିଅନ୍ତୁ, ଆମ ଭାରତରେ ଯେହେତୁ ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ହେବନି, ତାହେଲେ ଆମକୁ ହାଣ୍ଡି ଛାଡ଼, ପାକତ୍ୟାଗ ଏସବୁର କଟକଣା କରିବାକୁ ପଡ଼ିବନି ଧାର୍ମିକ ଅନୁଯାୟୀ। ତେଣୁ କରିକି ଆପଣ ସୂର୍ଯ୍ୟପରାଗ ଯେଉଁ ଡରୁଛନ୍ତି, କାଲି ହେବ ଅଗଷ୍ଟ 12, ସୂର୍ଯ୍ୟପରାଗ ତ ହେବାକୁ ଯାଉଛି, କିନ୍ତୁ ଆପଣ ଡରନ୍ତୁନି, କାରଣ ହଁ ସୂର୍ଯ୍ୟପରାଗ ହେବାକୁ ଯାଉଛି ଅଗଷ୍ଟ 12 ସକାଳ 9:04 ଅଗଷ୍ଟ 13 ଭୋର 4:25 ପର୍ଯ୍ୟନ୍ତ। କିନ୍ତୁ ଏ ଭାରତରେ ଦୃଶ୍ୟମାନ ହେବ ନାହିଁ। ଭାରତକୁ ଛାଡ଼ି କେତୋଟି ଦେଶ ଦୃଶ୍ୟମାନ ହେବ, ଯେମିତି ଆମର ଆଫ୍ରିକା, ଆଇଲ୍ୟାଣ୍ଡ, ଉତ୍ତର ଆମେରିକା, ଏମିତି ଯେଉଁ ସବୁ କହିଲି। ତ ସେଥିପାଇଁ ଆପଣ ବ୍ୟସ୍ତ ହେବେନି, ଆପଣ ଆରାମସେ ଖାଇ ପିଇକି ରୁହନ୍ତୁ। ଯଦି ଭିଡ଼ିଓଟି ଗୁରୁତ୍ୱପୂର୍ଣ୍ଣ ଲାଗିଥିବ ତାହେଲେ ସେୟାର କରିବେ। ରହିଲି, ଜୟ ଜଗନ୍ନାଥ। ହଁ, ଭିଡ଼ିଓଟି ସେୟାର କରି ଜମା ବି ଭୁଲିବେନି, କାରଣ ଏଇଟା ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ। ଜୟ ଜଗନ୍ନାଥ।